ଏମିତିରେ ତୁମେ ସୁନ୍ଦର ଏତେ ଶୃଙ୍ଗାର କଣ ହବ ଚାନ୍ଦ ତାରା ସବୁ ଚାଳରେ ଝୁଲିବେ ଯୋଉ ଘରେ ତୁମେ ଥିବ ଶୃଙ୍ଗାର କଣ ହବ। ନମସ୍କାର ଜୟ ଜଗନ୍ନାଥ ମୁଁ ଶାନ୍ତନୁ ନାୟକ ଏ ସିନେମାରେ ଗୋଟେ ଗୀତ କମ୍ପୋଜିସନ କରିଛି ଆଉ ଗାଇଛି ମଧ୍ୟ ଶୃଙ୍ଗାର କଣ ହବ। ଭଲ ରୋମାଣ୍ଟିକ ଗୀତଟା କେମିତି ଚଏସ୍ କଲେ ଆଉ କେତେ କଷ୍ଟ ଥିଲା ଗୀତ ଗାଇବା? ଯେହେତୁ କନସେପ୍ଟଟା କାନ୍ଦ ମାଷ୍ଟରେ ଆମ ଓଡ଼ିଆ ପରମ୍ପରାର କଥା ଆଉ ଏତେ ଟିପିକାଲ ସବଜେକ୍ଟ ଆଉ ତାକୁ ଚେଷ୍ଟା କରିଛନ୍ତି ବିଶ୍ୱଜିତ ବାବୁ ବହୁତ ବଢ଼ିଆ ପ୍ରୟାସ କଷ୍ଟ ଥିଲା ଗୋଟେ ସେଇ ସିନେମାରେ ଗୋଟେ ସେମିତି ଗୋଟେ ଏଙ୍ଗେଲରେ ରୋମାଣ୍ଟିକ ଗୀତ ତିଆରି କରିବା ଆଉ ଏତେ ସୁନ୍ଦର ଲେଖିଛନ୍ତି ସନ୍ତୋଷ ନାୟକ ଶୃଙ୍ଗାର କଣ ହବ ଏମିତିରେ ତୁମେ ସୁନ୍ଦର ଏତେ ଶୃଙ୍ଗାର କଣ ହବ ଏଇଟା ସମସ୍ତେ ନିଜ ନିଜର ପାର୍ଟନର କହିପାରିବେ ତ ଚ୍ୟାଲେଞ୍ଜିଂ ଥିଲା ମାସେ ଦେଢ଼ ମାସ ଲାଗିଥିଲା ଟ୍ରାକ୍ କରିବା ପାଇଁ ଥ୍ୟାଙ୍କ୍ସ ଟୁ ମାଇ ଅଡ଼ିଓ ପ୍ରଡକ୍ସନ୍ ଟିମ୍ ସମସ୍ତେ ଡେଡିକେଟଲି କାମ କରିଛନ୍ତି ଆଉ ପ୍ରଡକ୍ଟଟି ଭଲ ବାହାରିଛି କାହିଁକି ଆଜି ଯେତେ ଲଞ୍ଚ ହେଲା ସମସ୍ତେ ଏପ୍ରିସିଏଟ୍ କଲେ ପସନ୍ଦ କଲେ ଆଶା କରିବି ଓଡ଼ିଶାବାସୀଙ୍କୁ ପସନ୍ଦ ଆସିବ। ଯେତେବେଳେ ଗୀତ ତ ଆମେ ହିଁ ତିଆରି କରୁଛୁ କାରଣ ମୁଁ ମୋର ହିଁ ମ୍ୟୁଜିକ୍ ତ ଆମେ ବସିକି ଯେତେବେଳେ କଲୁ କମ୍ପୋଜିସନ୍ ତ ଚର୍ଚ୍ଚା ହେଲା ଗୀତ ଗାଇବ କିଏ ତ ମୁଁ ସ୍କ୍ରାଚ୍ ଗାଇଥିଲି ଡିରେକ୍ଟର ପ୍ରଡ୍ୟୁସରଙ୍କୁ ପସନ୍ଦ ଲାଗିଲା କି ଆପଣ ହିଁ ଏଇଟା ଗାଆନ୍ତୁ ଆଉ ମୁଁ ଗାଇଲି ପସନ୍ଦ କରୁଛନ୍ତି ଏହା କହିବି କି ହଁ 27 ତାରିଖ ଦିନ ସମସ୍ତେ ଆସନ୍ତୁ ଆମର ମାଟିର କଥା ଆମ କଲଚରର କଥା ଏଇଟା ଆମେ ଜାଣିବା ଦରକାର କାରଣ ଆଜିର ଜେନଜି ଜମାନାରେ ପିଲାମାନେ ଏ କନସେପ୍ଟ ଜାଣିନାହାନ୍ତି ଏ କଲଚରକୁ ଜାଣିନାହାନ୍ତି ଆଉ ସେ ଜାଣିବେ କି ଆମ ଅଜା ଆମ ଆଈ ଆମ ଜେଜେମା ଜେଜେବାପା ତାଙ୍କ ପୁରୁଣା ଷ୍ଟୋରି ଯେତେବେଳେ ମ୍ୟାରେଜ ହଉଥିଲା ଏଇଟା ଗୋଟେ ଏତେ ସୁନ୍ଦର ପ୍ରଥା ଅଛି ଗୋଟେ ସମ୍ପର୍କର ଭଲ ପାଇବାର କଥା ଯେତେବେଳେ ଝିଅ ବିଦା ହେଲା ବେଳେ ଏଇଟା କରେ ତ ଏବେ ଯୋଉ କଥା ରିଲ୍ସ ଜମାନାରେ ତ ଏଇଟା ଜାଣିବା ଦରକାର ମୋ ହିସାବରେ ଆମେ ଆଉ ଅତୀତକୁ ଭୁଲିଗଲେ ନିହାତି ଶିକ୍ଷା ସେଇ ଶିକ୍ଷା ଅଛି କିନ୍ତୁ ଯେହେତୁ ସବଜେକ୍ଟଟା କାନ୍ଦ ମାଷ୍ଟର ଉପରେ ଆକ୍ଚୁଆଲି କାହାଣୀ ଏ କାନ୍ଦ ମାଷ୍ଟର ଗୋଟେ ଏଠି ଆର୍ଟିଷ୍ଟର କଥା ଅଛି ତା ସହିତ କାନ୍ଦ ଶିଖିଲା ବେଳେ ଯୋଉ ଆଟମୋସ୍ଫିୟର ହୁଏ ଆଉ ଏଇଟା କାହିଁକି ଶିଖୁଛନ୍ତି ଶିଖିଲେ କଣ ତାର କଥାଟା ସେଇ ଆମ୍ବିଏନ୍ସଟା ଦେଖାଯାଇଛି।